AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁ ମୋତେ ପୁନର୍ବାର ଅଲିଉଡ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟମାନେ ପାଠ କରିବା ତାହା ଆପଣମାନେ ପାଇବେ ଏଫେସୀୟ 5 ପର୍ବ 14 ପଦରୁ 17 ପଦ। ଏଠାରେ ଲେଖାଯାଏ, ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭଙ୍କୁ ଆଲୋକ ପ୍ରଦାନ କରିବେ। ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ତାହା ବୁଝ। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁ ବାରମ୍ବାର ଆମମାନଙ୍କୁ ତାହାଙ୍କର ଗୌରବ ନିମନ୍ତେ ବ୍ୟବହାର କରୁଅଛନ୍ତି। ଆଉ ଆପଣମାନଙ୍କ ମଧ୍ୟରେ ମୋତେ ମନୋନୀତ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆମମାନେ ଯେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଅଛୁ, ଆମମାନେ ଖ୍ରୀଷ୍ଟ ବିଶ୍ୱାସୀ, ଆମମାନେ ଏହି ଜଗତରେ ବଞ୍ଚିଅଛୁ କେବଳ ତାହାଙ୍କର ଦୟା, ତାହାଙ୍କର ଅନୁଗ୍ରହ, ତାହାଙ୍କର ଆଶୀର୍ବାଦ ହେତୁ। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା ସହ ଯେଉଁ ବାକ୍ୟ ଆମମାନଙ୍କୁ ସେ ପ୍ରଦାନ କରିଅଛନ୍ତି ସେ ବାକ୍ୟକୁ ନେଇ ଆମମାନେ ଯେପରି ଆଗେଇବା। ଏଠାରେ ଲେଖାଯାଏ, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ। ଆଜି କ'ଣ ସତରେ ଆମମାନେ ନିଦ୍ରାଗତ ନା ସତରେ ଆମମାନେ ମୃତ? ପ୍ରଭୁ ମହାନ ପରମେଶ୍ୱର ଯିଏକି ଆମମାନଙ୍କର ତାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କୁ ସଚେତନ କରିବାକୁ ଚାହାନ୍ତି, ଜାଗ୍ରତ କରିବାକୁ ଚାହାନ୍ତି। ସତରେ ଆଜି ଆମମାନେ ନିଦ୍ରିତ ଅବସ୍ଥାରେ ଜୀବନ ଅତିବାହିତ କରୁଛୁ। ଖ୍ରୀଷ୍ଟଙ୍କୁ ଜାଣୁ, ଆମେ ଖ୍ରୀଷ୍ଟଙ୍କୁ ଆମମାନେ ବସ୍ତ୍ର ରୂପେ ପରିଧାନ କରିଅଛୁ, ତାଙ୍କର ପରିତ୍ରାଣର ବୋଧ ଆମମାନେ ପାଇଛୁ, ତାହାଙ୍କର ପଥରେ ଆମମାନେ ଚାଲିବାକୁ ଚେଷ୍ଟା କରୁ, କିନ୍ତୁ ହେଲେ ବି ଆମମାନେ ଆଜି ନିଦ୍ରିତ ଅବସ୍ଥାରେ ଅଛୁ। ମୃତ ପ୍ରାୟ ଆମମାନଙ୍କର ଜୀବନ। କାହିଁକି ନା ଜଗତର ଅନ୍ଧକାରରେ, ଜଗତର ଯେଉଁ ପ୍ରକାର ଏ ସମୟରେ ଯେଉଁ ଭାବ, ସେ ଭାବରେ ଆମମାନେ ଭାବ ବିହ୍ୱଳ ହେଇଯାଉ। ପ୍ରଭୁଙ୍କୁ ଜାଣିଛୁ, ଖ୍ରୀଷ୍ଟୀୟ ପରିବାରରେ ଆମମାନେ ଜନ୍ମଗ୍ରହଣ କରିଛୁ, ଖ୍ରୀଷ୍ଟଙ୍କୁ ନିଜର ଜୀବନରେ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛୁ, କିନ୍ତୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଦେଇ ଆମେ ତାଙ୍କର ପଥକୁ ଧରି ପାରିନାହୁଁ, ଯାହାଦ୍ୱାରା ଆମମାନଙ୍କ ଜୀବନରେ ଆଜି ଅନ୍ଧକାର ପ୍ରବେଶ କରୁଅଛି। ଆମେ ଖ୍ରୀଷ୍ଟିଆନ ବୋଲି ଯେ ଆମମାନଙ୍କର ଗୋଟେ ଗର୍ବ, ଆମେ ଖ୍ରୀଷ୍ଟଙ୍କୁ ଜାଣିଛୁ, କିନ୍ତୁ ସତରେ ଆମମାନେ ଖ୍ରୀଷ୍ଟଙ୍କୁ ଜାଣି ତାହାଙ୍କର ପଥ ଅନୁସରଣ ନ କରି ଆମମାନେ ଅନ୍ଧକାରର ପଥକୁ ଆଗେ ଧରିଛୁ। ସେଥିପାଇଁ ଏଠାରେ ପାଉଲ କହନ୍ତି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ତୁମେ ଉଠ। ମଣିଷ ମୃତ୍ୟୁବରଣ କଲା ପରେ ସେ ଜାଣେ ନାହିଁ ଜଗତରେ ତାର କ'ଣ କାର୍ଯ୍ୟ। ଆମମାନେ ସେଇ ପ୍ରକାର ଆଜି ଅବସ୍ଥାରେ ଏ ଜଗତରେ ବାସ କରୁଅଛୁ। ପ୍ରଭୁ ଆମମାନଙ୍କ ଠାରୁ ଏହା ଚାହାନ୍ତି ନାହିଁ। ସଜାଗ ଜୀବନ ଯେପରି ଆମମାନେ କାଟିବା, ତାହାଙ୍କ ସହିତ ଲାଗି ରହିବା, ଉଦ୍ଯୋଗୀ ଜୀବନ କାଟିବା, ତାହେଲେ ଯାଇ ଆମେ ତାହାଙ୍କର ନିକଟବର୍ତ୍ତୀ ଆମମାନେ ହେଇପାରିବା। ଏ ଜଗତର ଅନ୍ଧକାରରେ ଏ ପ୍ରକାର ମଣିଷ ଦିନକୁ ଦିନ ପ୍ରବେଶ କରୁଛି, ଯାହାଦ୍ୱାରା ଶୈତାନ ଆମମାନଙ୍କୁ ବିଭିନ୍ନ ପ୍ରକାର ଆଳରେ ଆମମାନଙ୍କୁ ଲୋଭ ଆଉ ଛନ୍ଦ କପଟର ଜୀବନ, କୁଟିଳତା ଭରା ଜୀବନ, ଏସବୁରୁ ଆମମାନଙ୍କୁ ସେ କ'ଣ କରୁଛି, ଦିନକୁ ଦିନ ଆମମାନଙ୍କ ହୃଦୟରେ ସେ ପ୍ରବେଶ କରୁଛି, ଆଉ ସେ ଏଇ ଆଲୋକରୁ ଆମମାନଙ୍କୁ ବିପଦଗାମୀ କରାଉଛି। ପ୍ରଭୁ ଆମ ସମସ୍ତଙ୍କୁ ଦୟା ଅନୁଗ୍ରହ କରନ୍ତୁ।
ତାହାଙ୍କର ସତ୍ୟତା ଜାଣିବା ନିମନ୍ତେ, ତାହାଙ୍କ ନିମନ୍ତେ ଆଗେଇବା ନିମନ୍ତେ, ତାହାଙ୍କୁ ଧରି ଚାଲିବା ନିମନ୍ତେ ସେ ଯେପରି ଆମମାନଙ୍କୁ ସାହାଯ୍ୟ କରିବେ, ଆମମାନେ ଯେମିତି ତାଙ୍କ ନିମନ୍ତେ ଶକ୍ତିଯୁକ୍ତ ହେବା। ଏ ଜଗତରେ ଆମମାନେ ବଞ୍ଚିଛୁ ବହୁତ କମ୍ ସମୟ ଆମମାନଙ୍କ ନିମନ୍ତେ। କେଉଁ ସମୟରେ ଆମମାନଙ୍କ ନିମନ୍ତେ ପ୍ରଭୁ ଆସିବେ, ଆମମାନଙ୍କର ବିଚାର କରିବେ, ଆମମାନଙ୍କୁ ସେ ପଚାରିବେ ତୁ ମୋ ପାଇଁ କ'ଣ କରିଛୁ? ମୁଁ ତୋତେ ତ ସମସ୍ତ ବିଷୟ ଜଗତରେ ଦେଇଥିଲି, କିନ୍ତୁ ତୁ ମୋ ପାଇଁ କ'ଣ କରିଛୁ? ଆଜି ପ୍ରଶ୍ନ ପଚାରିଲେ ଆମମାନଙ୍କ ମୁଖ ମୁକ ହେଇଯିବ। ଆମେ ତାଙ୍କ ପାଇଁ ସତରେ କ'ଣ କରିଛୁ ଜଗତରେ ରହି? ଆଜି ପର୍ଯ୍ୟନ୍ତ ଆମେ ତାଙ୍କ ପାଇଁ କିଛି କରିପାରିନାହୁଁ। କେବଳ ପ୍ରଭୁ ଚାହାନ୍ତି ଆମେ ତାହାଙ୍କ ନିମନ୍ତେ ବିଶ୍ୱାସୀ ହେବା। ପ୍ରଭୁ ଚାହାନ୍ତି ତାଙ୍କ ନିମନ୍ତେ ଆମେ ଉଦ୍ଯୋଗୀ ହେବା। ପ୍ରଭୁ ଚାହାନ୍ତି ତାହାଙ୍କର କଥାକୁ ଆମେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା, ସତ୍ୟତାକୁ ଅନ୍ୟମାନଙ୍କ ଆଗରେ ଜଣାଇବା, ଶକ୍ତିଯୁକ୍ତ ହେବା ତାଙ୍କ ନିମନ୍ତେ। ପ୍ରଭୁ ଆମମାନଙ୍କ ଠାରୁ ଏହା ଚାହାନ୍ତି। ଯେ ପ୍ରକାର ଜିସାୟ 60 ପର୍ବ 1 ପଦରେ ଲେଖାଯାଏ, ଟିକେ ଦେଖିବା। ଉଠ ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ତୁମ୍ଭଠାରେ ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭଠାରେ ଉଦିତ ହୋଇଅଛି। ସେ ଆମମାନଙ୍କୁ ଆଲୋକ ପ୍ରଦାନ କରିବାକୁ ଚାହାନ୍ତି, କିନ୍ତୁ ସେ ଆଲୋକକୁ ଧରି ରଖିବା ନିମନ୍ତେ ଆମେ ପ୍ରସ୍ତୁତ ନୁହଁ। ସଦାପ୍ରଭୁ ମହାନ ପରମେଶ୍ୱର, ଯିଏକି ତାହାଙ୍କର ପୁତ୍ରଙ୍କୁ ଜଗତକୁ ପଠାଇଲେ ଆମମାନଙ୍କର ପାପର ଭାର ନିମନ୍ତେ, ଆମମାନଙ୍କର ପାପର ମୂଲ୍ୟ ସ୍ୱରୂପେ ସେ କ୍ରୁଶାର୍ପିତ ହେଲେ। ତାହାଙ୍କର ଜୀବନ ଆମମାନଙ୍କୁ ସେ ପ୍ରଦାନ କଲେ। ତାହାଙ୍କର ରକ୍ତର ମୂଲ୍ୟ ଆମେ ଯେପରି ବୁଝିପାରିବୁ, ତାହାଙ୍କର ପଥ ଯେପରି ଆମେ ଅନୁସରଣ କରିବୁ। ସେ ଆମମାନଙ୍କୁ ଆଲୋକ ଦେଖାଇବାକୁ ଚାହାନ୍ତି, କିନ୍ତୁ ଆମମାନେ ସେ ଆଲୋକକୁ ଧରି ରଖିବା ନିମନ୍ତେ ଆମମାନଙ୍କର ସାମର୍ଥ୍ୟତା ନାହିଁ। ଯେତେବେଳେ ଆମେ ତାଙ୍କ ନିମନ୍ତେ ଶକ୍ତିଯୁକ୍ତ ହେବା, ତାହାଙ୍କୁ ଧରି ଚାଲିବା ନିମନ୍ତେ ଆମମାନଙ୍କ ନିଜକୁ ବଳିଷ୍ଠ କରିବା, ସେତେବେଳେ ଯାଇ ଆମେ ଶୈତାନକୁ ପରାସ୍ତ କରି ତାହାଙ୍କର ଆଲୋକରେ ଆମେ ପ୍ରବେଶ କରିପାରିବା। ପ୍ରଭୁ ମହାନ, ସେ ଯେ ଆମମାନଙ୍କ ନିମନ୍ତେ ତାହାଙ୍କର ଦୀପ୍ତି ଦେବା ନିମନ୍ତେ, ତାଙ୍କର ଆଲୋକ ଦେବା ନିମନ୍ତେ ସେ ଠିଆ ହେଇଛନ୍ତି ଆମ ପାଖରେ। କିନ୍ତୁ ଆମେ ଅନ୍ଧକାର ପ୍ରବେଶରେ, ଅନ୍ଧକାର ଜଗତରେ ଏତେ ମାତିଛୁ, ଯାହାଦ୍ୱାରା କି ସେ ଆଲୋକକୁ ଧରି ରଖିବା ନିମନ୍ତେ ଆମମାନଙ୍କୁ ଭୟ ଲାଗୁଅଛି। ଆଜି ଯେଉଁମାନେ ପ୍ରଭୁଙ୍କୁ ଜାଣନ୍ତି, ପ୍ରଭୁଙ୍କର ପରିଚୟ ପାଇଛନ୍ତି, ପରିତ୍ରାଣର ସେଇ ବସ୍ତ୍ର ପିନ୍ଧି ଅଛନ୍ତି, କିନ୍ତୁ ଜଗତରେ ବିଭିନ୍ନ ପ୍ରକାର ଅନ୍ଧକାର ସେମାନଙ୍କ ଭିତରେ ପ୍ରବେଶ କରିଅଛି। ସେ ବାହାର ଲୋକମାନଙ୍କୁ ସେମାନେ ଦେଖାଇ ହୁଅନ୍ତି ଆମମାନେ ବହୁତ ଧାର୍ମିକ, ଆମମାନେ ବହୁତ ଭଲ ଲୋକ, ଆମମାନେ ପ୍ରଭୁଙ୍କର ଶିଷ୍ୟ, ଆମମାନେ ପ୍ରଭୁଙ୍କର ଦାସଦାସୀ, କିନ୍ତୁ ସେ ଭିତରେ ଯେଉଁ ଅନ୍ଧକାର ପଶିଅଛି, ସେ ଅନ୍ଧକାର ଯୋଗୁଁ ନିଜର ପରିବାରକୁ ଆଜି ନଷ୍ଟ କରିଦେଉଛନ୍ତି, ନିଜର ସଂସାରକୁ ସେମାନେ ଭାଙ୍ଗି ଦେଉଛନ୍ତି, ନିଜର ସମାଜରେ ସେମାନେ ଆଜି ଗଣ୍ଡଗୋଳ ତିଆରି କରୁଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର ଆଲୋକରେ ସେ ଆଲୋକିତ କରନ୍ତୁ। ତାହାଙ୍କର ତେଜ ଦ୍ୱାରା ସେ ଆମମାନଙ୍କୁ ତାଙ୍କର ତେଜ ଢାଳିବାକୁ ଚାହାନ୍ତି। ତାହାଙ୍କର ତେଜରେ ଆମେ ତେଜିଆ ନେବା, ଯେପରି ବଳିଷ୍ଠ ହେବା। ସବୁ ଅବସ୍ଥାରେ ସେ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରିବାକୁ ଚାହାନ୍ତି। ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟରେ ଆମେ ଏତେ ବ୍ୟସ୍ତ ଯେ ଆମେ ସାମାନ୍ୟ ଟିକେ ଅଳ୍ପ ପ୍ରାର୍ଥନା କରିଦେଇକି ଆମେ ନିଜର କାର୍ଯ୍ୟ ଆରମ୍ଭ କରିଦେଇଥାଉ। ପୁଣି ଟିକେ ପ୍ରାର୍ଥନା କରିଦେଇକି ଆମେ ଆମର ଦିନ ଅତିବାହିତ କରିଥାଉ। ପ୍ରଭୁଙ୍କ ପାଖରେ ତ ମୁଁ ପ୍ରାର୍ଥନା ଆଜି କରିଛି, କ'ଣ ପ୍ରାର୍ଥନା କରିଛି ଆଉ ତାହା ମନେ ପଡ଼େ ନାହିଁ। କ'ଣ ମୁଁ ବାକ୍ୟ ପଢ଼ିଛି ତାହା ମନେ କରେ ନାହିଁ। କିନ୍ତୁ ମୁଁ ବାକ୍ୟ ପଢ଼ିଛି, ପ୍ରାର୍ଥନା କରିଛି। ବାହ୍ୟ ରୂପେ, ଆତ୍ମିକ ରୂପେ ତା ନ ହୋଇ ଆମେ ବାହିକ ଭାବେ ସେ ସମସ୍ତ କାର୍ଯ୍ୟ କରିଥାଉ, ଯାହାଦ୍ୱାରା ଅନ୍ଧକାର ଆମମାନଙ୍କ ଭିତରେ ପ୍ରବେଶ କରିଥିବାରୁ
ତାକୁ ଆମେ ହୃଦୟର ସହିତ ଗ୍ରହଣ କରିପାରି ନଥାଉ। ଆମମାନଙ୍କ ମନରୁ ତାହା ଲିଭି ଯାଇଥାଏ। ସଣ୍ଡେ ସ୍କୁଲ ପିଲାମାନଙ୍କୁ ଯେ ପ୍ରକାର କୁହାଯାଏ ଯେ ପିଲାମାନେ ତମାନେ କାଲି ପଦ ଘୋଷିକି ଆସିବ, ସେତିକି ପଦ କହୁ କହୁ ସେମାନେ କେତେ ଥଙ୍ଗ ଥଙ୍ଗ ହେଇଥାନ୍ତି। ଦିନଚର୍ଯ୍ୟାର ସମସ୍ତ କାର୍ଯ୍ୟ ସତ୍ତ୍ୱେ ମଧ୍ୟ ସେମାନେ ସେଇ ପଦଟିଏ ଆଉ ପଦ କହିବା ନିମନ୍ତେ କେତେ ଥର ସେ ଆଉ ତାଙ୍କର ମୁଖ ଏପଟ ସେପଟ ହେଇଥାଏ। କାରଣ ଆତ୍ମିକ ଭାବେ ସେମାନେ ବଳିଷ୍ଠ ନଥାନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। କେବଳ ପିଲାମାନେ ବୋଲି ନୁହଁ, ଯୁବା ଯୁବତୀ ମାନେ ନୁହଁ, ବୟସ୍କ ମା ବାପା ମାନେ, ବୃଦ୍ଧ ମା ବାପା ମାନେ ବି ସେଇଆ। ଯଦି ଆମମାନେ ସେ ସବୁ ପଥରେ ବିମୁଖ ହଉ, ପ୍ରଭୁଙ୍କର ସେ ଆଲୋକକୁ ଧରି ନ ରଖୁ, ନ ଚାଲୁ ତାହାଙ୍କୁ ଧରି, ତାହେଲେ ଆମମାନେ ନିଶ୍ଚୟ ସେ ଅନ୍ଧକାର ସନ୍ତାନ ହେବା, ମୃତମାନଙ୍କ ସହିତ ଆମମାନେ ସମାନ ହେବା। ଜିସାୟ 26:19 ଲେଖାଯାଏ, ଯେ ପ୍ରକାର ବୀଜଟିଏ ପଡ଼ିଲେ ଯେ ପ୍ରକାର ପ୍ରଭୁ କ'ଣ କରନ୍ତି, ଆସ୍ତେ ଆସ୍ତେ ତାହାକୁ ଗଛଟିଏ ତିଆରି କରାନ୍ତି। ଆଉ ତାହାଙ୍କର ଶିଶିର ଦ୍ୱାରା, ତାହାଙ୍କର ଆଲୋକ ଦ୍ୱାରା ସେ ଗଛଟି ବଢ଼ିବାକୁ ଲାଗେ। ସେଇ ପ୍ରକାର ଆମମାନଙ୍କ ସେ ଛୋଟ ବୀଜ, ଆମମାନଙ୍କ ଜୀବନ ହେଲା ଗୋଟେ ଛୋଟ ବୀଜ। ସେ ବୀଜ ଯେତେବେଳେ ମାଟିରେ ପଡ଼େ, ଆସ୍ତେ ଆସ୍ତେ ପାଣି ପବନ ବର୍ଷା ଖାଇ ସେ କ'ଣ ହୁଏ, ଗଜା ହୁଏ। ତାଠୁ ଛୋଟ ଗଛ ପୁଣି ଟିକେ ବଢ଼େ, ପୁଣି ଟିକେ ବଢ଼େ, ଏକ ବିଶାଳ ବୃକ୍ଷ ହୋଇ ସେ ଠିଆ ହୁଏ। କାହା ଦ୍ୱାରା? ଈଶ୍ୱରଙ୍କ ଦ୍ୱାରା। ଈଶ୍ୱରଙ୍କର ଅନୁଗ୍ରହ ନଥିଲେ, ଈଶ୍ୱରଙ୍କର ଆଶୀର୍ବାଦ ନଥିଲେ, ଆମମାନେ କେବେ ବି ତାହା ବୃଦ୍ଧି ପାଇପାରିବା ନାହିଁ। ଯେଉଁ ପ୍ରଭୁ ଆମମାନଙ୍କୁ ଏ ଜୀବନ ଦେଇଛନ୍ତି, ସେ ଜୀବନରେ ଆମମାନଙ୍କୁ ଚାହାନ୍ତି ଆମେ ତାହାଙ୍କର ଗୌରବ କରିବା। ଆମମାନେ ଯେପରି ଶବ ପରି ନ ପଡ଼ି ରହୁ। ଲେଖାଯାଏ ଶବମାନେ ଉଠିବେ, ଶବମାନେ ଉଠିବେ। କୋଉ ପ୍ରକାର ଶବମାନେ ଉଠିବେ? ଯେଉଁମାନେ ଆଜି ଈଶ୍ୱରଙ୍କର ବାକ୍ୟ ଶୁଣି ପାରିନାହାନ୍ତି, ଜାଣି ପାରିନାହାନ୍ତି, ଜାଣି ମଧ୍ୟ ଅଜଣାରେ ଅଛନ୍ତି, ସେଇ ପ୍ରକାର ଲୋକମାନେ ଆଜି ତାହାଙ୍କ ନିମନ୍ତେ ଉଠିବେ। ସେଇ ଗଛ ଯେ ପ୍ରକାର ବୃଦ୍ଧି ପାଇଲା, ସେଇ ପ୍ରକାର ଆମମାନଙ୍କ ଜୀବନ ମଧ୍ୟ ଆତ୍ମିକ ଭାବେ ବୃଦ୍ଧି ପାଇବା ଜରୁରୀ। ତାହେଲେ ଏ ଜଗତରେ ରହି ତାହାଙ୍କର ବାକ୍ୟକୁ ଧରି ଆମମାନେ ଚାଲିପାରିବା। ତାଙ୍କର ବାକ୍ୟକୁ ଆମମାନେ ଅନୁସରଣ କରିବା, ତାଙ୍କ ବାକ୍ୟକୁ ହୃଦୟରେ ଧରିବା, ଯାହାଦ୍ୱାରା ସେ ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ କରିବ। ବାକ୍ୟ ଦ୍ୱାରା ଆମମାନେ ଶାନ୍ତି ଲାଭ କରିବା, ବାକ୍ୟ ଦ୍ୱାରା ଆମମାନେ ଭଲ ମନ୍ଦର ଜ୍ଞାନ ପାଇବା, ବାକ୍ୟ ଦ୍ୱାରା ଆମମାନେ କୁପଥରୁ ବିମୁଖ ହେବା। ବାକ୍ୟ ଆମମାନଙ୍କୁ ଉତ୍ତମ ପଥ ଦେଖାଏ। ବାକ୍ୟ ଦ୍ୱାରା ଆମମାନଙ୍କର ଆତ୍ମା ଶାନ୍ତି ପାଇଥାଏ। ବାକ୍ୟ ପଢ଼ିବା ଦ୍ୱାରା, ବାକ୍ୟ ଶୁଣିବା ଦ୍ୱାରା ଆମମାନଙ୍କର କର୍ଣ୍ଣ ଉନ୍ମୁକ୍ତ ହୋଇଥାଏ। ସମୟ ଥାଉ ଥାଉ ଆମମାନେ ଯେପରି ନିଜକୁ ପ୍ରସ୍ତୁତ କରିବା, ନିଜକୁ ଆମମାନେ ଜାଗ୍ରତ କରିବା, ତାହେଲେ ଯାଇ ଆମେ ତାହାଙ୍କର ଗୌରବର କାରଣ ହେବା। ଅଜ୍ଞାନୀ ପରି ନ ହୋଇ ଜ୍ଞାନର ସହ ଆମମାନେ ଆଚରଣ କରିବା। ପ୍ରଭୁ ଆମମାନଙ୍କର ଏହା ହିଁ ଚାହାନ୍ତି, ଆମେ ଯେମିତି ତାଙ୍କ ନିମନ୍ତେ ଜ୍ଞାନୀ ହେବା। ଯେଉଁ ଜ୍ଞାନ ସେ ଆମମାନଙ୍କୁ ଦେଇଛନ୍ତି, ସଲୋମନକୁ ଜ୍ଞାନ ଦେଲେ, ଏତେ ଜ୍ଞାନ ଦେଲେ, ତାଙ୍କ ପରି ଜ୍ଞାନୀ ଲୋକ ସଂସାରରେ ଆଉ କେହି ନାହାନ୍ତି, କେହି ବି ହେଇପାରିବେ ନାହିଁ। ଏତେ ଜ୍ଞାନ ତାଙ୍କୁ ଦିଆଗଲା। କାରଣ ସେ ଜ୍ଞାନ ମାଗିଲେ ପ୍ରଭୁଙ୍କ ଠାରୁ। ଯେତେବେଳେ ରାଜତ୍ୱ ସେ ଆରମ୍ଭ କଲେ, ସେତେବେଳେ ସଦାପ୍ରଭୁ ପଚାରିଲେ ତୁମକୁ କ'ଣ ଦିଆଯିବ? ସେ କେବଳ ଜ୍ଞାନ ମାଗିଲେ। ସେ ମାଗିଲେନି ଯେ ମୋତେ ଦେଶ ପାଇଁ ଏୟା ଦିଅ, ସେୟା ଦିଅ, ସେୟା ଦିଅ, କିନ୍ତୁ କେବଳ ଜ୍ଞାନ ମାଗିଲେ। ଯେଉଁ ଜ୍ଞାନ ଦ୍ୱାରା ସେ ଏତେ ମହାନ ହେଲେ, ଏତେ ସମ୍ଭ୍ରାନ୍ତ ହେଲେ ଯେ ଅନ୍ୟ ଦେଶର ଲୋକମାନେ ମଧ୍ୟ ତାହାଙ୍କ ସେ ଜ୍ଞାନ କୋଉ ପ୍ରକାର ବୋଲି ଦେଖିବାକୁ ଆସୁଥିଲେ। ଆମମାନଙ୍କୁ ମଧ୍ୟ ପ୍ରଭୁ ଜ୍ଞାନ ଦେଇଛନ୍ତି। ସେ ଜ୍ଞାନ ଦ୍ୱାରା ଯେପରି ଆମମାନେ କାର୍ଯ୍ୟ କରିବା, ଉତ୍ତମ ଆଚରଣ ଦ୍ୱାରା ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କର ସନ୍ତାନ ହେବା ନିମନ୍ତେ ଆମମାନଙ୍କୁ ନମ୍ର ହେବାକୁ ପଡ଼ିବ, ଆମମାନଙ୍କୁ ସଜୀବ ହେବାକୁ ପଡ଼ିବ।
ଆମମାନଙ୍କୁ ତାହାଙ୍କର ଗୌରବ ନିମନ୍ତେ ବ୍ୟବହାର ହେବାକୁ ପଡ଼ିବ। ତାହେଲେ ଯାଇ ଆମେ ତାହାଙ୍କର ନିକଟବର୍ତ୍ତୀ ଆମେ ହେଇପାରିବା। ଆମମାନଙ୍କ ମଣ୍ଡଳୀ ନିମନ୍ତେ, ଆମମାନଙ୍କର ପରିବାର ନିମନ୍ତେ, ଆମମାନଙ୍କର ସମାଜ ନିମନ୍ତେ, ଆମମାନଙ୍କର ସଣ୍ଡେ ସ୍କୁଲ ନିମନ୍ତେ, ଆମମାନଙ୍କର ପାରିବାରିକ ପରିବେଶ ନିମନ୍ତେ, ଆମମାନଙ୍କର ସାହି ପଡ଼ିଶା ବନ୍ଧୁ ବାନ୍ଧବ ନିମନ୍ତେ ଆମେ ଯେମିତି ଉପଯୁକ୍ତ ମନୁଷ୍ୟ ହେଇପାରିବା। ପ୍ରଭୁ ଆମଠାରୁ ତାହା ଚାହାନ୍ତି, କାରଣ ଆମେ ତାଙ୍କର ମନୋନୀତ ସନ୍ତାନ। ଆଜି ଆମେ ଯଦି ଭିନ୍ନ ରୂପ ନେଇ ତାହାଙ୍କର ଅଗୌରବ କରୁ, ଯଦି ତାଙ୍କୁ ଜାଣି ତାହାଙ୍କର ପଥ ଅନୁସରଣ ନ କରି ଶୈତାନକୁ ନିଜର ବଶରେ ରଖୁ, ତାହେଲେ ପ୍ରଭୁ ଆମମାନଙ୍କୁ ଦଣ୍ଡ ହିଁ ଦଣ୍ଡ ଦେବେ। ଆମମାନଙ୍କର କି ପ୍ରକାର ବିଚାର କରିବେ ଆମେ ତାହା ଜାଣିନାହୁଁ। ସମୟ ଥାଉ ଥାଉ ଆମମାନେ ସେ ଅନ୍ଧକାରକୁ ତ୍ୟାଗ କରି ତାହାଙ୍କର ଆଲୋକ ଯେପରି ପାଇପାରିବା, ସେଥିପାଇଁ ନିଜକୁ ଆମମାନେ ପ୍ରସ୍ତୁତ କରିବା। ତାହେଲେ ଯାଇ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଜଗତର ଅନୁରୂପୀ ନ ହୋଇ ଆମମାନେ ଊର୍ଦ୍ଧ୍ୱସ୍ଥ ଶକ୍ତିର ଆସକ୍ତ ହେବା। ଊର୍ଦ୍ଧ୍ୱରେ ସେ ବସିଛନ୍ତି ଆମମାନଙ୍କ ନିମନ୍ତେ। ସେ ଦିନ ରାତି ପ୍ରତ୍ୟେକଟି ମୁହୂର୍ତ୍ତରେ ପ୍ରତ୍ୟେକଟି କ୍ଷଣରେ ଆମମାନଙ୍କୁ ସେ ନିରୀକ୍ଷଣ କରୁଅଛନ୍ତି। ମୋ ପିଲାର ଆଜି କ'ଣ ଦରକାର, କ'ଣ ନାହିଁ, କ'ଣ ତା ପାଇଁ ହେଲେ ସେ ସୁନ୍ଦର ଭାବେ ରହିବ, ବ୍ୟାକୁଳ ହେବ ନାହିଁ, କାନ୍ଦିବ ନାହିଁ, ଆଉ ଭଲରେ ସେ ରହିବ। ସେ ଦିନ ରାତି ଆମମାନଙ୍କ ପାଇଁ ଚିନ୍ତା କରନ୍ତି। କେବଳ ଆମମାନେ ଅସାର ଚିନ୍ତାରେ ଦିନ ରାତି ଭାବୁ, ଆରେ ଆମେ କ'ଣ ଖାଇବୁ, କେମିତି ପିନ୍ଧିବୁ, ଆଜି ତ ଏଇଟା ନାହିଁ, କାଲି ତ ଏଇଟା ନାହିଁ, ଆମେ କେମିତି ଚଳିବୁ, କେମିତି କ'ଣ କରିବୁ, ଏଇସବୁ ବିଷୟ ନେଇ ଆମେ ଚିନ୍ତିତ ହେଇଯାଇଥାଉ। କିନ୍ତୁ ସେ ଆମମାନଙ୍କ ନିମନ୍ତେ ତାଙ୍କର ଯୋଜନାକୁ ସେ ରଖିଅଛନ୍ତି। କେତେବେଳେ ତାଙ୍କର ପିଲାମାନଙ୍କୁ କ'ଣ ଦରକାର ତାହା ସେ ଜାଣନ୍ତି ଏବଂ ଦେବା ପାଇଁ ସେ ସକ୍ଷମ ପରମେଶ୍ୱର। ତାହାଙ୍କ ଦ୍ୱାରା ଆମମାନେ ଯେପରି ତାହାଙ୍କର ଗୌରବର କାରଣ ହେବା, ସେଥିପାଇଁ ଆମେ ନିଜକୁ ସଜାଡ଼ିବା। ସମୟ ଥାଉ ଥାଉ ତାହାଙ୍କର ନିକଟବର୍ତ୍ତୀ ହେବା। ଶେଷ ସମୟରେ ଯେତେବେଳେ ପ୍ରଭୁ ଆମମାନଙ୍କ ନିମନ୍ତେ ଆସିବେ, ଆମମାନେ କି ରୂପ ନେଇ ତାହାଙ୍କଠାରେ ଠିଆ ହେବାକୁ ଆମମାନଙ୍କର ଶକ୍ତି ବି ନଥିବ। ତାହାଙ୍କର ଆଲୋକର ଆଭାସରେ ହିଁ ଆମେ ଟଳି ପଡ଼ିବା, କାହିଁକିନା ଆମମାନଙ୍କ ପାଖରେ ସେ ସତ୍ୟତା ନାହିଁ। ଯଦି ସତ୍ୟତାକୁ ଧରି ରଖିବାକୁ ଆମମାନଙ୍କୁ ଇଚ୍ଛା, ତାହେଲେ ତାହାଙ୍କ ନିମନ୍ତେ ଆମମାନଙ୍କୁ ସଜୀବ ହେବାକୁ ପଡ଼ିବ, ଶକ୍ତିଯୁକ୍ତ ହେବାକୁ ପଡ଼ିବ। ତାହେଲେ ଯାଇ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କର ଗୌରବ ନିମନ୍ତେ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। हे जीवित राजा, तुमर धन्यवाद करुचु। तुम्हें जे आमମାନଙ୍କ निमंते मनोयोगी परमेश्वर प्रभु, तुम्हें आमମାନଙ୍କୁ दया कल, अनुग्रह कल, तुमर उपस्थिति देइच पिता प्रभु। तुमको जानिबा निमंते, तुम पथ को धरिबा निमंते तुम्हें आमମାନଙ୍କୁ साहाय्य कर। सर्वशक्तिमान परमेश्वर, तुम्हें जे आमମାନଙ୍କର जीवन कर्ता, सबु अवस्था प्रभु तुमको धरी चलबू, तुम पथ को आम अनुसरण करूँ, तुमर आलोकर संतान हबू, से प्रकार तुम्हें आमମାନଙ୍କୁ दया कर। सर्वशक्तिमान परमेश्वर, तुम्हें जे आमମାନଙ୍କ निमंते तुम पुत्र को जगत को पठाइल, आमମାନଙ୍କର पापर भार बहन करने निमंते तुम्हें क्रूसार्पित हेल प्रभु। से तुमर गौरव करुचु। ता द्वारा प्रभु आम जपरी आ प्रभु अधिक अधिक तुम सहित लगी रहिबो, से प्रकार तुम्हें दया कर। सर्वशक्तिमान परमेश्वर, आज यही सुंदर वाक्य को जो मैंने शुणिबे, शुणुचंती समस्त तुम्हें आशीर्वाद कर। तुमरी ज्ञान द्वारा तुम्हें कथा को आत्मिक चिंता द्वारा प्रत्येक हृदय को तुम्हें स्पर्श कर पिता। प्रत्येक मन आत्मा को अधिकार कर। आज जदि कौन से अवस्था प्रभु लोक माने प्रभु अंधकार अच्छी, से तुमर पथ तुम्हें देखाओ बापा। तुमर आलोकर मार्ग से मैंने चलिए, से प्रकार तुम्हें दया कर। समस्त सहवर्ती होच बोले धन्यवाद दे सुंदर समय को आम प्रत्येक को तुमर चंते समर्पण करी प्रिय प्रभु जीशुଙ୍କ नामରେ ମାଗୁଅଛୁ, आमेन। हे आम मानकर स्वर्गस्थ पिता, तुम नाम पवित्र बोली मान्य हो। तुम्हार राज्य आसु, जे रूपे स्वर्ग से रूपे पृथ्वी रे तुम्हार इच्छा सफल हो।
ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମେ ଯେମିତି ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତୁମେ ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। ପ୍ରେଜ୍ ଦ ଲର୍ଡ। AM Music.